ଦେଶରେ ଏବେ ଚର୍ଚ୍ଚା ପ୍ଲାଷ୍ଟିକ ନୋଟକୁ ନେଇ। ସତରେ କଣ ପ୍ଲାଷ୍ଟିକ ନୋଟ ଆଗାମୀ ଦିନରେ ପ୍ରଚଳନ ହେବ କି? ଆଜିର ବିଷୟ ପ୍ଲାଷ୍ଟିକ ନୋଟ। ନମସ୍କାର, ଆପଣ ଦେଖୁଛନ୍ତି ଆମର ବିଶେଷ ରିପୋର୍ଟ। ଆଜି ଆମେ ଆଲୋଚନା କରିବା ଏପରି ଏକ ବିଷୟକୁ ନେଇ ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଭାରତରେ ପ୍ଲାଷ୍ଟିକ ନୋଟ ପ୍ରଚଳନ ହେବ କି? ଯଦି ଆସେ ତେବେ ବର୍ତ୍ତମାନ ଆପଣଙ୍କ ପାଖରେ ଥିବା କାଗଜ ନୋଟର ଅବସ୍ଥା କଣ ହେବ? ବିଶ୍ୱର ଅନେକ ଦେଶ ଯଥା ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ବ୍ରିଟେନ ଭଳି ଦେଶରେ ପଲିମର ବା ପ୍ଲାଷ୍ଟିକ କରେନ୍ସି ନୋଟ ବ୍ୟବହାର ହେଉଛି। ଏହି ନୋଟ ଗୁଡିକ ସାଧାରଣତଃ କାଗଜ ନୋଟ ଠାରୁ ଅଧିକ ମଜବୁତ, ଅଧିକ ଦିନ ଚାଲିଥାଏ ଏବଂ ପାଣି କିମ୍ବା ଆର୍ଦ୍ରତାରେ ସହଜରେ ନଷ୍ଟ ହୁଏ ନାହିଁ। ଭାରତରେ ମଧ୍ୟ ସମୟ ସମୟରେ ପ୍ଲାଷ୍ଟିକ ନୋଟ ପ୍ରଚଳନକୁ ନେଇ ଆଲୋଚନା ହେଉଥିଲା। ଏହାର ଉଦ୍ଦେଶ୍ୟ ହେଉଛି ନୋଟର ସ୍ଥାୟିତ୍ୱ ବଢାଇବା ଏବଂ ଜାଲ ନୋଟ ରୋକିବା, ବାରମ୍ବାର ନୂଆ ନୋଟ ଛାପିବାର ଖର୍ଚ୍ଚ କମାଇବା। କିନ୍ତୁ ଏଠାରେ ସବୁଠାରୁ ଜରୁରୀ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଭାରତର ସମସ୍ତ କାଗଜ ନୋଟକୁ ପ୍ଲାଷ୍ଟିକ ନୋଟରେ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କିମ୍ବା କେନ୍ଦ୍ର ସରକାର କୌଣସି ଆଧିକାରିକ ଭାବେ ଘୋଷଣା କରିନାହାନ୍ତି। ତେଣୁ ସୋସିଆଲ ମିଡିଆରେ ଚାଲୁଥିବା ଅପ୍ରାମାଣିକ ଦାବି ଉପରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କେବେ ପ୍ଲାଷ୍ଟିକ ନୋଟ କରେନ୍ସି ଜାରି କରାଯାଏ ତେବେ ବର୍ତ୍ତମାନ କାଗଜ ନୋଟ ତୁରନ୍ତ ବନ୍ଦ ହେବ ନାହିଁ। ସାଧାରଣତଃ ନୂଆ ନୋଟ ଆସିଲେ କିଛି ସମୟ ପର୍ଯ୍ୟନ୍ତ ପୁରୁଣା ନୋଟ ଓ ନୂଆ ନୋଟ ଉଭୟ ପ୍ରଚଳନ କରାଯାଇଥାଏ। ଲୋକମାନେ ପୂର୍ବବତ୍ ଦୁଇ ପ୍ରକାର ନୋଟ ବ୍ୟବହାର କରିଥାନ୍ତି। ଧୀରେ ଧୀରେ ବ୍ୟାଙ୍କ ଗୁଡିକ କ୍ଷତିଗ୍ରସ୍ତ ଓ ପୁରୁଣା କାଗଜ ନୋଟକୁ ସଂଗ୍ରହ କରି ଚଳନରୁ ବାହାର କରିବା ଏବଂ ସେହି ସ୍ଥାନରେ ନୂଆ ପ୍ଲାଷ୍ଟିକ ନୋଟ ଜାରି କରାଯିବ। ଏହି ପ୍ରକ୍ରିୟା ଧୀରେ ଧୀରେ ହେବ, ଯାହାଦ୍ୱାରା ସାଧାରଣ ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଯଦି ଏପରି ନିଷ୍ପତ୍ତି କେବେ ନିଆଯାଏ ତେବେ ଆରବିଆଇ ଓ କେନ୍ଦ୍ର ସରକାର ସ୍ପଷ୍ଟ ନିୟମାବଳୀ ଜାରି କରିବେ। ଲୋକମାନେ ନିଜ ନିଜ ପାଖରେ ଥିବା କାଗଜ ନୋଟକୁ ଯେକୌଣସି ଅଧିକୃତ ବ୍ୟାଙ୍କର ଶାଖା କିମ୍ବା ନୂଆ ନୋଟ ସହିତ ବଦଳାଇ ପାରିବେ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯିବ। ସମସ୍ତ ସୂଚନା ଆଧିକାରିକ ଭାବେ ପ୍ରକାଶ ମଧ୍ୟ କରାଯିବ। ପ୍ଲାଷ୍ଟିକ ନୋଟ ଅଧିକ ଦିନ ଚାଲିଥାଏ, ପାଣିରେ ଭିଜିଲେ ସହଜରେ ନଷ୍ଟ ମଧ୍ୟ ହୋଇନଥାଏ, ଛିଣ୍ଡିବାର ମଧ୍ୟ କମ ସମ୍ଭାବନା ଥାଏ। ଏହି ନୋଟରେ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ଯୋଡା ଯାଇଥାଏ, ଯାହା ଜାଲି ନୋଟ ତିଆରି କାରବାରରୁ ରକ୍ଷା କରିଥାଏ ଏବଂ କଷ୍ଟ ମଧ୍ୟ ହୋଇଥାଏ। ଏହା ସହିତ ବାରମ୍ବାର ନୂଆ ନୋଟ ଛାପିବାର ଆବଶ୍ୟକତା ମଧ୍ୟ କମି ଯାଇଥାଏ। କିଛି ବିଶେଷଜ୍ଞଙ୍କ ମତରେ ପ୍ଲାଷ୍ଟିକ ନୋଟ ତିଆରିର ପ୍ରାରମ୍ଭିକ ଖର୍ଚ୍ଚ ଅଧିକ ହୋଇପାରେ। ଏହା ସହିତ ପୁରୁଣା ଏଟିଏମ ଏବଂ କରେନ୍ସି ଗଣନା ମେସିନରେ କିଛି ପରିବର୍ତ୍ତନ କରାଯାଇପାରେ। ତେଣୁ ଏଭଳି ପରିବର୍ତ୍ତନ ହେଲେ ତାହା ପର୍ଯ୍ୟାୟକ୍ରମ କରାଯାଇପାରେ। ତେଣୁ ଦର୍ଶକ ବନ୍ଧୁ, ଏବେ ପାଇଁ ଚିନ୍ତାର କୌଣସି କାରଣ ନାହିଁ। ଆପଣ ପାଖରେ ଥିବା କାଗଜ ନୋଟ ସମ୍ପୂର୍ଣ୍ଣ ବୈଧ ଏବଂ ପୂର୍ବବତ୍ ବ୍ୟବହାର ଯୋଗ୍ୟ। ଯଦି ଭବିଷ୍ୟତରେ ପ୍ଲାଷ୍ଟିକ କରେନ୍ସି ନୋଟରେ କୌଣସି ବଡ ପରିବର୍ତ୍ତନ କରନ୍ତି ସରକାର, ତେବେ ଆରବିଆଇ ଏବଂ କେନ୍ଦ୍ର ସରକାରଙ୍କ ଆଧିକାରିକ ଭାବେ ସୂଚନା ଜନସାଧାରଣ ମାନଙ୍କୁ ଜଣାଇବେ। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ସୋସିଆଲ ମିଡିଆ ଗୁଜବ ଠାରୁ ଦୂରେଇ ରୁହନ୍ତୁ। ଏପରି ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।